ବିଜୁ ଜନତା ଦଳ ତାଙ୍କୁ ଗୋଟାଏ ପରିଚୟ ଦେଇଛି। ବିଜୁ ଜନତା ଦଳ ତାଙ୍କୁ ଅତୀତରେ ଯେତେବେଳେ ଟିକେଟ ଦେଇଥିଲା ସେ ସମୟରେ ବି ଅନ୍ୟ ବହୁ ଲୋକ ଆଶାୟୀ ଥିଲେ। ସେ ସମୟରେ ସେମାନଙ୍କୁ ବଞ୍ଚିତ କରି ଏମାନଙ୍କୁ ଦିଆଯାଇଥିଲା ଏବଂ ଏମାନେ ଟିକେଟ ପାଇଲେ ଏବଂ ବିଜୟ ବି ହେଲେ। ଦଳର ସହଯୋଗ ଯୋଗୁଁ ସେମାନେ ବିଜୟ ହେଲେ ଏବଂ ବିଜୟୀ ହେବା ପରେ ସେମାନେ 5 ବର୍ଷ ହଉ 10 ବର୍ଷ ହଉ 15 ବର୍ଷ ହଉ କିଛି ସମୟ ତ ବିଧାୟକ ଭାବରେ ରହିଲେ। ବର୍ତ୍ତମାନ ଦଳର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ରହିଛି, ଦଳର ବିଭିନ୍ନ କାର୍ଯ୍ୟକ୍ରମ ରହିଛି ଏବଂ ଆହୁରି ବି ବିଭିନ୍ନ ପଦପଦବୀ ରହିଛି। ନିଜକୁ ଦଳର ଜଣେ ସକ୍ରିୟ ସଭ୍ୟ ଭାବରେ ଦଳ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ। ଯଦି ଜଣେ ଦଳରେ ରହିଛନ୍ତି ସେ ଦଳ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ ଏବଂ ଦଳ ଯେତେବେଳେ ତାକୁ ଯେଉଁ ଦାୟିତ୍ୱ ଦେବ ସେ ଦାୟିତ୍ୱ ସେ ନିଭେଇବ। ଆଉ ଦଳ ଟିକଟ ଯେତେ ଦିନ ପର୍ଯ୍ୟନ୍ତ ଦେଉଥିବ ସିଏ ଠିକ୍, ଆଉ ଯେଉଁଦିନ ଟିକଟଟି କଟିଯିବ ସେଇଦିନ ଭିତ୍ତିହୀନ ଅଭିଯୋଗ ସବୁ ଆଣି ଦଳକୁ ବଦନାମ କରିବା ପାଇଁ ଚେଷ୍ଟା କରିବା, ଏଇଟା କାହିଁକି ଗ୍ରହଣୀୟ ନୁହେଁ। ସେଇ ପର୍ଟିକୁଲାର କଥା ଯେହେତୁ କୈଳାସ କୁଲସିକା ହୁଅନ୍ତି କି ମନ୍ତ୍ରୀ ପୂର୍ବତନ ମନ୍ତ୍ରୀ ସମୀର ଦାସ, ଏମାନେ ଗୋଟେ ଏତେ ବଡ଼ ବଡ଼ ଲୋକ, ଏ ଯେଉଁ ଟଙ୍କା କଥା ଯେଉଁ ପଇସା ନେଇକରି ଟିକଟ ଯାଉଛନ୍ତି, ଯେଉଁ ଅଭିଯୋଗ ଆଣୁଛନ୍ତି ସେଟା ସାଧାରଣରେ ଗୋଟେ କୋଶ୍ଚିନ୍ ହେଉଛି। ତ ଏଇଭଳିଆ ଅଭିଯୋଗ କାହିଁକି ଆଣୁଛନ୍ତି? ଭିତ୍ତିହୀନ ଅଭିଯୋଗ ଯେଉଁମାନେ କରନ୍ତି ତାର କୌଣସି ପ୍ରକାର ମୂଲ୍ୟ ନଥାଏ, ତାର କୌଣସି ପ୍ରକାର ମୂଲ୍ୟ ନଥାଏ। ବିଜେଡି ଦଳ ଯିଏ ଜିତିବ, ୱିନେବିଲିଟି ଇଜ୍ ଦି ମେନ୍ ଫ୍ୟାକ୍ଟର ଏବଂ ଜିତିବ ଯିଏ ଏବଂ ଯାହାର ଭାବମୂର୍ତ୍ତି ଠିକ୍ ରହିଛି ତାକୁ ସେମାନେ ଟିକଟ ଦେଉଛନ୍ତି ଏବଂ ଯାହାର ଅନ୍ୟ ସବୁ କିଛି ଠିକ୍ ଥାଉଣୁ ବି ବିଭିନ୍ନ ସମୟରେ ଅନ୍ୟାନ୍ୟ ଦାୟିତ୍ୱ ଦେବା ପାଇଁ ଯେତେବେଳେ ଚିନ୍ତା କରୁଛି ବିଜୁ ଜନତା ଦଳ, ବହୁତ ବଡ଼ ଦାୟିତ୍ୱ, ବହୁତ ଭଲ ଲୋକ ବି ଆମ ଦଳରେ ରହିଛନ୍ତି ଯେଉଁମାନେ ଟିକଟଟା ପାଇପାରି ନାହାନ୍ତି। ତାଙ୍କର କୌଣସି ପ୍ରକାର ତାଙ୍କ ନାଁରେ କୌଣସି ପ୍ରକାର ଅଭିଯୋଗ ନଥିଲା, କିନ୍ତୁ ଦଳ ତାଙ୍କୁ ଚିନ୍ତା କରୁଛି ଅନ୍ୟାନ୍ୟ ଗୁରୁ ଦାୟିତ୍ୱ ଦେବା ପାଇଁ। ତେଣୁ ଯେଉଁମାନେ ଅଭିଯୋଗ ଆଣୁଛନ୍ତି ସେମାନେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି, କିନ୍ତୁ ଦଳରେ ଆହୁରି ବି ବହୁ ଲୋକ ରହିଛନ୍ତି ଯେଉଁମାନେ ଟିକଟ ପାଇନାହାନ୍ତି କିନ୍ତୁ ଦଳର ଗୁରୁ ଦାୟିତ୍ୱ ନେଇକି ସେମାନେ କାର୍ଯ୍ୟ କରୁଛନ୍ତି। ତ ଆପଣ ଭାବୁନାହାନ୍ତି ସାର୍ ଏଭଳିଆ ଅଭିଯୋଗ ଦଳ ଉପରେ କିଛି ପ୍ରଭାବ ପଡ଼ିବ? ବିଲକୁଲ ପ୍ରଭାବ ପଡ଼ିବାର ନାହିଁ। ନବୀନ ପଟ୍ଟନାୟକଙ୍କୁ ସାରା 4.5 କୋଟି ଜନତା ଜାଣିଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ରଖିଛନ୍ତି।